ଜଗନ୍ନାଥ ବନ୍ଧୁଗଣ ଡ୍ୟାମକୁ ଆସିଛୁ। ବହୁତ ବର୍ଷା ମାଡ଼ ଖାଇକି ଆଜି ଶୁଖିଲା ପାଗ ଦେଇଛି, ମାଛ ଟିକେ ଆଣିତେ ଆସିଛୁ। ଡ୍ୟାମ ଦୌଡ଼ ଯେଉଁ ଡଙ୍ଗା ଲାଗିଛି ଦେଖିଦିଅ, ମାଛ ସବୁ ହାଇଲାଇଟ୍ ମାଛ ସବୁ ଆସିଛି। ଏ ହେଉଛି ଆମ ସ୍ପେଶାଲ ମାଛ ସବୁ। ଆମ ବୁଲୁ ବାବୁ ସେ ସବୁ ମାଛ ଦେବେ। ନିଜେ ଡଙ୍ଗା ଚଲେଇକି 2 କିଲୋମିଟର ଦୂରରୁ ଆଇଲେଣି ମାଛ ଧରିକି। ତଥାପି ତାଙ୍କ ମୁହଁରେ ହସ ଅଛି। କେତେ କଷ୍ଟରେ ଦେଖ, କେତେ ପାଣି କଷ୍ଟରେ ସେ ଆସୁଛନ୍ତି, ତଥାପି ସେ ହସୁଛନ୍ତି। ତମ କାମଟା ସେଟା ତମେ କରିବ ନା, ମୁଁ କହୁଛ ସେ ସରୁ ଏଇ ଓଜନ ନହେଲା ପର୍ଯ୍ୟନ୍ତ ସେ କୋଉଠି ଓଜନ ହବ କି? ଆମ ବୁଲୁ ବାବୁ ଗୋଟେ ବଡ଼ ମାଛ ଅଛି, ପାଟି ଆ କରିଛି ପୁରା। ସେମିତି ଧରତା ଫଟୋ ବି ଉଠେଇଦେବେ। ହେଲା ହେଲା। ହଁ ଆଜି ପୁରା ଡଙ୍ଗା ଫୁଲ ମାଛ ଆଇଛି। ହଁ ଏଟା ଗୋଟେ କଣ, ଏଟା ବାପୁଟା ଏଟା। ହଁ ଓକେ ଓକେ ଓକେ। ପୁରା ମାଛ ମାନେ ପୁରା ହେଭି ମାଛ ଆଇଛି ଆଜି। ଇରେ ଭାଙ୍ଗା ଏତେ ବଡ଼ ବଡ଼ ମାଛ କିଏ ଆସିছে? କଣ ଗୋଟେ ନବା ଆଉ ଡଙ୍ଗାନି ଫୁଲ ହେଇଯାଇଛି। ଲଙ୍ଗ ଭିଡ଼ିଓଟା ବନେଇ ଦିଅ ଆଗେ। ମୁଁ ଧରତେ ଗୋଟେ ମାରିବ ନା। ଧରନୁ ଏଇ ବାକୁଟା ବଡ଼ ମୁଣ୍ଡିଆଟା ଧ। ବାପା ଆସୁ ନେଇଯିବ। ଅଛି ଦମୁ ସେଟାରେ ବି ଅଛି ନା। ଦେଖିଲ ନା ଦେଖେଇଦେ ସମସ୍ତଙ୍କୁ ଟିକେ। ଆମର ମାଛ ଏଇଠି ନିଆ ହେଲା। ଏଇ ଭାକୁଡ଼ା ପିଲା 2 ଜଣ ଆଇଛନ୍ତି, ଏଇଟା ଗୋଟେ ସବୁ ଆଇଛନ୍ତି ନେଇକି ଯିବେ ହେଲା। ଏତିକି ମାଛ ଆମର। ଚାଲ ଚାଲ ଓଜନ କରିବା ଚାଲ। ଆମର ମାଛ ଆଣିକି ଆସିଲା ପରେ ବୁଲୁ ବାବୁ ତାଙ୍କ ଘର ପାଖରେ କାଟିଛନ୍ତି। ଦେଖନ୍ତୁ କେତେ ତାଜା ମାଛ ଅଛି, ପୁରା ରକ୍ତ ବୋହିଗଲାଣି। ଖାସି କାଟିଲା ଭଳିଆ ସେ କାଟୁଛନ୍ତି, ଏତେ ରକ୍ତ ବାହାରୁଛି। ଆଉ ବୁଲୁ ବାବୁ ତାର ମାଛ ଦେଇକି କାଟି କୁଟାକି ଆମ ପିଲାମାନଙ୍କୁ ସବୁ ବିଦା କଲା। ଆଉ କେତେ ବଡ଼ ପିସ୍।